ଅଶ୍ୱତ୍ଥମା ମୁଣ୍ଡରେ ଗୋଟେ ଅମୋଘ ମଣିଟିଏ ଅଛି। ଅଶ୍ୱତ୍ଥମା ପଞ୍ଚ ପାଣ୍ଡବ ଭାବି କାଇଁସିକା 5 ବୋଲେ ବ୍ରହ୍ମଶର ମାରିବ। ପାଣ୍ଡବ ମାନଙ୍କର ମରଣ ନ ହୋଇ ଦ୍ରୌପଦୀର 5ଟା ଯାକ ପୁଅ ମରିଯିବେ। ଆଉ ସେଇଠି ଦ୍ରୌପଦୀ ସତ୍ୟ କରେଇବ ଯୋଉଦିନ ଅଷ୍ଟାଦଶ ବୋଲେ 18 ଦିନ ହବ ସେଇଦିନ ଅଶ୍ୱତ୍ଥମା ମୁଣ୍ଡରେ ଗୋଟେ ଅମୋଘ ମଣି ଥିବ। ସେ ମଣିକୁ ଦ୍ରୌପଦୀ କଥାରେ ଦ୍ୱିତୀୟ ପାଣ୍ଡବ ବୃକୋଦର ଚିରିକି ଭିଡ଼ି ଆଣିବ। ସେଇଦିନ ଠାରୁ ଅଶ୍ୱତ୍ଥମାକୁ ହବ କ୍ୟାନ୍ସର। ଆଉ ସେ ଘା ଭଲ ହବନି। ତେଣୁ ସବୁଦିନ ବଞ୍ଚି ବଞ୍ଚି ମରିବ କୁମାର। ସେ ବଞ୍ଚିବା ଅପେକ୍ଷା ଯେ ମରଣଟା ସାର। ବେଳେ ବେଳେ ଆମେ କହେନି ପ୍ରଭୁ ମରଣ ହେଇଯାଆନ୍ତା, ମରିଯାଆନ୍ତି କି ଟିକେ ତରି ଯାଆନ୍ତି। ଯେତେବେଳେ ମଣିଷକୁ ଅଧିକ ଯନ୍ତ୍ରଣା ହୁଏ, ଯେତେବେଳେ ମଣିଷକୁ ମାଲ ଅଧିକ କଷ୍ଟ ହୁଏ, ସେତେବେଳେ ସେ ଭଗବାନଙ୍କୁ ଡାକିବ ପ୍ରଭୁ ମରିଯାଆନ୍ତି। ହେଲେ ଅଶ୍ୱତ୍ଥମାକୁ ଭୀମ ଏମିତି ଅବସ୍ଥା କଲା ତା ମୁଣ୍ଡରେ କ୍ୟାନ୍ସର ହେଇଗଲା। ଭିଡ଼ି ଆଣିଲା ମର୍କତ ଅମୋଘ ମଣିମାଳାକୁ। ସେ ଘା ଜମା ଶୁଖିଲାନି। ପୂଜ ରକ୍ତ ଧାର ଧାର ବହିକି ଗନ୍ଧେଇଲା। ଏ ତ ବର ପାଇଯାଇଛି ଶିବଙ୍କଠୁ ଅଶ୍ୱତ୍ଥମା ସବୁଦିନ ବଞ୍ଚିବ ବୋଲି। ମରିପାରୁନି କିନ୍ତୁ ସେ ଗନ୍ଧକୁ ସହି ପାରୁନି।